ପରୀକ୍ଷା ଉପଯୋଗୀ ପ୍ରଶ୍ନ ଉତ୍ତର ଭୀମଙ୍କ ସିଂହନାଦ ରଡ଼ି। କାହା ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ? ଦୁର୍ବାସା। ଭୀମଙ୍କ ସିଂହନାଦର ପ୍ରଥମ ଶବ୍ଦରେ କିଏ କମ୍ପି ଉଠିଲା? ମହିମଣ୍ଡଳ। ଭୀମ କେଉଁ ଦୈତ୍ୟକୁ ମାରି ଶିବଙ୍କ ଠାରୁ ବର ଲାଭ କରିଥିଲେ? ଅଶ୍ଳୀଷା। ପାଣ୍ଡବ ସୁନ୍ଦର ବୋଲି କାହାକୁ କୁହାଯାଇଛି? ଭୀମଙ୍କୁ। ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି? ଗଦା ପର୍ବ। ଶୂଳଧର ଶବ୍ଦର କେଉଁଟି ପ୍ରତିଶବ୍ଦ ନୁହେଁ? ଶ୍ରୀପତି। ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? ଦୁର୍ଯ୍ୟୋଧନ ଭର୍ତ୍ସନା କରିବାରୁ। ସପ୍ତ ସାଗର ମଧ୍ୟରେ କିଏ ଅନ୍ତର୍ଭୁକ୍ତ ନୁହେଁ? ସ୍ୱର୍ଗ। ଶତ୍ରୁ କେଉଁଠାରେ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ପଠିତ କବିତାରେ କୁହାଯାଇଛି? ବ୍ୟାସ ସରୋବରରେ। ଆଉ କିଛି ପ୍ରଶ୍ନ ଉତ୍ତର ରହିଲା। ସମ୍ଭାବ୍ୟତା ପ୍ରଶ୍ନ ଉତ୍ତର। ସାରଳା ଦାସଙ୍କ କେଉଁ ରାଜାଙ୍କ ସମସାମୟିକ ଥିଲେ? କପିଳେନ୍ଦ୍ର ଦେବ। ସାରଳା ଦାସ ମା ସାରଳାଙ୍କୁ ଆରାଧନା କରି କ'ଣ ପ୍ରାପ୍ତ ହୋଇଥିଲେ? ଅପୂର୍ବ ଶକ୍ତି। ଦୁର୍ବାସା କାହିଁକି ବ୍ୟାସ ସରୋବରକୁ ଯିବା ପାଇଁ ଦୁର୍ଯ୍ୟୋଧନକୁ ଉପଦେଶ ଦେଲେ? ଆତ୍ମରକ୍ଷା ପାଇଁ। ଦୁର୍ଯ୍ୟୋଧନ କାହିଁକି ବ୍ୟାସ ସରୋବରରେ ଆତ୍ମଗୋପନ କଲେ? ସେଠାରେ ଶତ୍ରୁଭାବ ନେଇ କେହି ପ୍ରବେଶ କରିପାରୁ ନଥିବାରୁ। ଶତ୍ରୁ ବଳପୂର୍ବକ ବ୍ୟାସ ସରୋବରରେ ପ୍ରବେଶ କଲେ କ'ଣ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ? ଧ୍ୱଂସ ହୋଇଯିବ। କବିତାରେ କାହାକୁ ପବନ ସୁତ ବୋଲି କୁହାଯାଇଛି? ଭୀମକୁ। ଭୀମ ଶିବଙ୍କ ଠାରୁ କାହିଁକି ସିଂହନାଦ ପ୍ରାପ୍ତ ହେବା ଚାହୁଁଛନ୍ତି? ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରକୁ ଗ୍ରେଫତାର କରିବା ପାଇଁ। ଭୀମଙ୍କ ଦ୍ୱିତୀୟ ଥର ସିଂହନାଦ ରଡ଼ି ସାରି ଦୁର୍ଯ୍ୟୋଧନ କ'ଣ ଡାକରା ଦେଇ ବ୍ୟାସ ସରୋବରରୁ ଗଦା ଧରି ବାହାରି ଆସିଲେ? ଯୁଦ୍ଧ ଦେହି। ମହାଲକ୍ଷ୍ମୀଙ୍କର ବାରଣକୁ ଦୁର୍ଯ୍ୟୋଧନ କ'ଣ କରିଛନ୍ତି? ଆଗ୍ରହ୍ୟ କରିଛନ୍ତି। ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ କିଏ ଆଶ୍ରୟ ନେଇଥିଲେ? ଦୁର୍ଯ୍ୟୋଧନ। ଭୀମଙ୍କ ସିଂହନାଦ ରଡ଼ି କବିତାଟିର କବି କିଏ? ସାରଳା ଦାସ। ସାରଳା ଦାସ କେଉଁ ଶତାବ୍ଦୀର କବି? ପଞ୍ଚଦଶ। ସାରଳା ଦାସ କାହାକୁ ପୂଜା କରି କାବ୍ୟ ରଚନା ପାଇଁ ଶକ୍ତି ଲାଭ କରିଥିଲେ? ସାରଳ ଚଣ୍ଡୀ। ସାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ ଥିଲା? ସିଦ୍ଧେଶ୍ୱର ପରିଡ଼ା। ଭୀମଙ୍କ ସିଂହନାଦ ରଡ଼ି କବିତାଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି? ଗଦା ପର୍ବ। ମହାଭାରତ ସମୟରେ କିଏ ନିଜର ଆତ୍ମୀୟ ସ୍ୱଜନକୁ ହରାଇଥିଲେ? ଦୁର୍ଯ୍ୟୋଧନ। କାହାର ଉପଦେଶରେ ଦୁର୍ଯ୍ୟୋଧନ ଆତ୍ମଗୋପନ କରିଥିଲେ? ଦୁର୍ବାସା। ଦୁର୍ଯ୍ୟୋଧନ କେଉଁଠାରେ ଆତ୍ମଗୋପନ କରିଥିଲେ? ବ୍ୟାସ ସରୋବରରେ। ବ୍ୟାସ ସରୋବର ଶରଣ ନେଇ ବ୍ୟକ୍ତିକୁ
ମାରିବା ପାଇଁ ଶତ୍ରୁ ବଳପୂର୍ବକ ପ୍ରବେଶ କଲେ କ'ଣ ହେବ? ଧ୍ୱଂସ ପାଇଯିବ। ବ୍ୟାସ ସରୋବରରେ ଶରଣ ନେଇ ବ୍ୟକ୍ତିକୁ ମାରିବା ପାଇଁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି କିଏ ଶାପ ଦେଇଥିଲେ? ଶିବ। କେତେକ ଘାନ୍ତି ମାତ୍ରକ ଶବ୍ଦ ସହିବାକୁ ମହାଦେବ ସିଂହନାଦକୁ କହିଛନ୍ତି। 3. ସିଂହନାଦ ଜ୍ୟୋତି କାହାର 100 ଗୁଣରୁ ଅଧିକ? ସୂର୍ଯ୍ୟ। ସିଂହନାଦ ଅନ୍ତରିକ୍ଷରେ ଆସି କେଉଁଠାରେ ପ୍ରବେଶ ହେଲା? ବ୍ୟାସ ସରୋବରରେ। ସିଂହନାଦକୁ କର କିଏ ଧଇଲା? ଭୀମ। ସିଂହନାଦର ପ୍ରଥମ ଶବ୍ଦରେ କିଏ କମ୍ପିଲା? ମହିମଣ୍ଡଳ। ସିଂହନାଦର ଦ୍ୱିତୀୟ ଶବ୍ଦରେ ଆକାଶ କେତେ ଯୋଜନ ପର୍ଯ୍ୟନ୍ତ କମ୍ପିଲା? 6 ଯୋଜନ। ନବଦ୍ୱୀପ ସପ୍ତସାଗର କାହିଁକି କମ୍ପିଲା? ସିଂହନାଦର 2 ଶବ୍ଦରେ। ଧୃତରାଷ୍ଟ୍ର କିଏ? ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନକୁ କିଏ ଭୁଜରେ ଆକର୍ଷି ଧଇଲେ? କମଲା। ଭୀମର କେତେ ରଡ଼ି ସହିବାକୁ ଦୁର୍ଯ୍ୟୋଧନକୁ ଲକ୍ଷ୍ମୀଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ? 7 ରଡ଼ି। କିଏ କମଲାର ଭୁଜକୁ ପେଲି ଦେଲେ? ଦୁର୍ଯ୍ୟୋଧନ। ଦୁଇ ରଡ଼ି ପରେ ଆଉ ଗୋଟେ ରଡ଼ି ସହିଲେ କ'ଣ ହୋଇଯିବୁ ବୋଲି ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କହିଛନ୍ତି? ଅଜାମ୍ବର। କେଉଁ ପତ୍ର ପରି ଦୁର୍ଯ୍ୟୋଧନ କମ୍ପିବାକୁ ଲାଗିଲେ? କଦଳୀ। କିଏ ଅଶ୍ଳେଷା ଦୈତ୍ୟକୁ ମାରିଥିଲେ? ଭୀମ। ଫେରୁ ଶବ୍ଦର ଅର୍ଥ କ'ଣ? ତର୍ପଣା। ଅମ୍ରାଜମ୍ବର ଶବ୍ଦର ଅର୍ଥ କ'ଣ? ଚିରଞ୍ଜୀବୀ। କବିତାରେ ପାଣ୍ଡବ ସୁନ୍ଦର ବୋଲି କାହାକୁ କୁହାଯାଇଛି? ଭୀମ। ସିଂହନାଦ ଶବ୍ଦର ଅର୍ଥ କ'ଣ? ମହିଷୀ ସିଂହରେ ନିର୍ମିତ ଏକ ବାଦ୍ୟ। କିଏ କୈଳାସକୁ ଉପାଡ଼ି ନେଉଥିଲା? ଅଶ୍ଳେଷ ଦୈତ୍ୟ। ଅନ୍ତରିକ୍ଷ ଶବ୍ଦର ଅର୍ଥ କ'ଣ? ଆକାଶ। ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚିଥିବା ସୂଚନା ଭୀମ କାହାଠାରୁ ପ୍ରାପ୍ତ ହୋଇଥିଲେ? ସହଦେବ। ଦୁର୍ଯ୍ୟୋଧନ କାହାର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିଲେ? ମା ମହାଲକ୍ଷ୍ମୀ। ଦୁର୍ଯ୍ୟୋଧନଙ୍କର ଗଦାର ଓଜନ କେତେ? 70 ଭାର। ଭୀମ କାହାକୁ ସିଂହନାଦ ମାଗନ୍ତୁ ବୋଲି ସହଦେବ ଜଗନ୍ନାଥକୁ କହିଛନ୍ତି? ଶିବକୁ। ବିଶ୍ୱନାଥ କିଏ? ଶିବ। କିଏ ଧ୍ୟାନରେ ଶିବଙ୍କୁ ଚିନ୍ତା କଲା? ପାଣ୍ଡବ ସୁନ୍ଦର ବା ଭୀମ। ଭୀମଙ୍କ ଧ୍ୟାନ ଯୋଗୁଁ କାହାର ଆସନ କମ୍ପି ଉଠିଲା? ଶୂଳଧର। ପଶୁପତି କିଏ? ଶିବ। ଭୀମ ଆମ ଉପକାରୀ ବୋଲି ଶିବଙ୍କୁ କିଏ କହିଥିଲେ? ପାର୍ବତୀ। କପିଳାସକୁ କିଏ ଉଦ୍ଧାର କରିଥିଲେ? ପାଣ୍ଡବ। ଭୀମଙ୍କ କ'ଣ ପାଇଁ ଶିବଙ୍କୁ ଧ୍ୟାନ କଲେ? ସିଂହନାଦ ପାଇଁ। ଭୀମଙ୍କୁ ସିଂହନାଦ ଦେବା ପାଇଁ ଶିବଙ୍କୁ କିଏ ପରାମର୍ଶ ଦେଲେ? ମାତା ପାର୍ବତୀ। କେଉଁଟି ଶିବଙ୍କୁ ବୁଝାଉ ନାହିଁ? ଚକ୍ରପାଣି। କେଉଁଟା ଶିବଙ୍କ ନାମ ନୁହେଁ? ଚକ୍ରପାଣି। କେଉଁଥିରୁ କାଳି ଶିବ ଭଗବାନ ଶିବ ଭୀମଙ୍କୁ ସିଂହନାଦ ଦେଲେ?
ଚିରି କୁଟିରୁ ଏଇଟା ରହିଲା ଭୀମଙ୍କ ସିଂହନାଦ ରଡ଼ିର କିଛି ପ୍ରଶ୍ନ ଉତ୍ତର।